ହାତରେ ମାତ୍ର ଆଉ ଗୋଟିଏ ସପ୍ତାହ। ଏହି ସପ୍ତାହରେ ଯଦି ଆପଣ ଇକ୍ୟୁଏସି ନ କରୁଛନ୍ତି ତାହେଲେ ଆପଣଙ୍କର କଟିଯିବ ରାସନ କାର୍ଡ଼। ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ରାସନ କାର୍ଡ଼ ରଖିବା ପାଇଁ ଚାହୁଁଛନ୍ତି ତାହେଲେ ଇକ୍ୟୁଏସି କରେଇ ନିଅନ୍ତୁ। ତା ସହିତ ଆପଣଙ୍କର ମଧ୍ୟ ରାସନ କାର୍ଡ଼ରେ ନାଁ ରହିବ। ତ କ'ଣ ରହିଛି ଲାଟେଷ୍ଟ ଅପଡେଟ୍ ରାସନ କାର୍ଡ଼କୁ ନେଇ ଚାଲନ୍ତୁ ଏ ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇ ଦେଉଛି। ଯଦି ଆପଣ କେୱାଇସି କରୁନାହାନ୍ତି ତାହେଲେ କ'ଣ ସବୁ ହଇରାଣ ଅସୁବିଧାର ସମ୍ମୁଖୀନ ହେବେ ତାହା ମଧ୍ୟ ମୁଁ ଆପଣଙ୍କୁ କହିବି। କାରଣ ବହୁତ ଜଣ ଭାଇ ଭଉଣୀମାନେ ଏପର୍ଯ୍ୟନ୍ତ ଇକ୍ୟୁଏସି କରିନାହାନ୍ତି, ସେ ଭାବୁଛନ୍ତି ଯେ ତାଙ୍କର କିଛି ହେବନି। ଏଣୁକରି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା ପାଇଁ ଭିଡ଼ିଓକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଦର୍ଶକ ବନ୍ଧୁ, ଇକ୍ୟୁଏସି ନ କଲେ ନଭେମ୍ବରରୁ ମିଳିବନି ରାସନ କାର୍ଡ଼। ହଁ ଦର୍ଶକ ବନ୍ଧୁ, ହାତରେ ଆଉ ମାତ୍ର ଅଳ୍ପ ଦିନ ରହିଲା। ଅକ୍ଟୋବର 31 ଥିଲା ଶେଷ ଦିନ ଏବଂ ଏହାପରେ ଆପଣଙ୍କୁ ମଧ୍ୟ ଟାଇମ୍ ମିଳିବ ବୋଲି ସେ କୁହାଯାଉଛି। ଏ ପର୍ଯ୍ୟନ୍ତ 15,57,265 ଜଣ ଇକ୍ୟୁଏସି କରିନାହାନ୍ତି। ତ ଦର୍ଶକ ବନ୍ଧୁ, ଆପଣ ଭାବିପାରୁଥିବେ ଯେ ଏ ପର୍ଯ୍ୟନ୍ତ 15,57,265 ଜଣ ମଧ୍ୟ ଇକ୍ୟୁଏସି କରିନାହାନ୍ତି। କାରଣ ଯଦି ଆପଣ କିଛି କରୁନାହାନ୍ତି ତାହେଲେ ଆପଣଙ୍କ ରାସନ କାର୍ଡ଼ ବନ୍ଦ ହୋଇଯାଇପାରେ। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଆକଳନ ପକାଇଛି। ଗତ 14 ତାରିଖରେ 16,30,371 ଜଣ ଇକ୍ୟୁଏସି କରିନଥିଲେ। ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ 15 ଦିନରେ ମାତ୍ର 73,106 ଜଣଙ୍କର ଇକ୍ୟୁଏସି ହୋଇଛି। ତେଣୁ ଆଉ ଦିନ କେତେଟା ଭିତରେ ଇକ୍ୟୁଏସି ସମସ୍ତଙ୍କର କମ୍ପ୍ଲିଟ୍ ହେବା ଆବଶ୍ୟକ। ତ ଆପଣ ଭାବିପାରୁଥିବେ ଯେ ଆପଣ ସମସ୍ତେ ଭାବୁଥିବେ ଯେ ଇକ୍ୟୁଏସି କାହିଁକି କରାଯାଉଛି। ତ ଦର୍ଶକ ବନ୍ଧୁ, ମୁଁ ଆପଣଙ୍କୁ କହି ରଖୁଛି ଇକ୍ୟୁଏସି ଏଥିପାଇଁ କରାଯାଉଛି କାରଣ ଯଦି ଆପଣ ଇକ୍ୟୁଏସି କରୁନାହାନ୍ତି ତାହେଲେ ସରକାର କାଟିଦେବେ। କାହିଁକି ନା ଇକ୍ୟୁଏସି କରିବା ଦ୍ୱାରା ଜଣାପଡ଼ିବ ଯେ କେତେ ଲୋକ ମୃତ୍ୟୁବରଣ କରିଛନ୍ତି, କେତେ ଜଣ ନୂଆ ଜନ୍ମ ହୋଇଛନ୍ତି ଏବଂ ରାସନ କାର୍ଡ଼ରେ ଆଡ଼୍ ହେବାର ଯୋଗ୍ୟ ଅଛନ୍ତି, ମାନେ ମିଶିବାର ଯୋଗ୍ୟ ଅଛନ୍ତି। ଏହି ଅପଡ଼େଟ୍ ଦ୍ୱାରା ଯଦି ଆପଣଙ୍କ ପରିବାର କିଏ ନୂଆ ମେମ୍ବର ଆସିଛନ୍ତି, ନୂଆ ପରିବାର ଅଛନ୍ତି, ତାହେଲେ ଆପଣ ଆଡ଼୍ କରିପାରିବେ। ଏବଂ ଆପଣଙ୍କ ପରିବାର ଯଦି ସଦସ୍ୟ କିଏ ଯଦି ମରିଯାଇଛନ୍ତି ତାହେଲେ ମୃତ୍ୟୁବରଣ କରିଛନ୍ତି ତାହେଲେ ତାଙ୍କ ନାଁ ମଧ୍ୟ କଟାଇ ଦିଆଯିବ। ସରକାର ଏହି ପଦକ୍ଷେପ ନେଉଛନ୍ତି ଯାହାଦ୍ୱାରା ଯଦି ଆପଣଙ୍କର ସେହି ବ୍ୟକ୍ତି ଜଣକ ମୃତ୍ୟୁବରଣ କରିଛନ୍ତି ତାହେଲେ ଆପଣଙ୍କର ନାଁଟା ମଧ୍ୟ ସେ ରାସନ କାର୍ଡ଼ରୁ କଟିଯିବ। ହଁ ଦର୍ଶକ ବନ୍ଧୁ, ତେଣୁକରି ରାସନ କାର୍ଡ଼ରେ ଅପଡ଼େଟ୍ କରୁଛନ୍ତି ସରକାର ସମସ୍ତ ଭାଇ ଭଉଣୀ ଏବଂ ମା ଭଉଣୀମାନଙ୍କୁ ଯେମିତି ଠିକ୍ ଭାବରେ ରାସନ ମିଳୁ, ଯାହାଦ୍ୱାରା କି ଗରିବ ଶ୍ରେଣୀର ଲୋକ ମଧ୍ୟ ବହୁତ ସାହାଯ୍ୟ ହେଉଛନ୍ତି। ଏବଂ 14 ଜଣ ମଧ୍ୟ ଏମିତି ଅଛନ୍ତି ପରିବାର ମିଶିପାରିବେ। ତ ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ଇକ୍ୟୁଏସି କରୁନାହାନ୍ତି ଏବେ ହିଁ ଅପଡ଼େଟ୍ କରିନିଅନ୍ତୁ। ଏବଂ ଯଦି ଆପଣ ଚାହୁଁଛନ୍ତି ନୂଆ ରାସନ କାର୍ଡ଼ ଆପ୍ଲାଏ କରିବା ପାଇଁ ତାହେଲେ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ଜଣାଇଦେବି ଯେ ଆପଣ ନୂଆ ରାସନ କାର୍ଡ଼ କେମିତି ଆପ୍ଲାଏ କରିବେ, ତା ସହିତ କେମିତି ଆପଣ ରାସନ କାର୍ଡ଼ରେ ଚାଉଳ ପାଇବେ ତାହା ମଧ୍ୟ ସମ୍ପୂର୍ଣ୍ଣ ଅପଡ଼େଟ୍ ଜଣାଇଦେବି। ଏଣୁକରି ତ ଦର୍ଶକ ବନ୍ଧୁ, ଆମ ଚ୍ୟାନେଲକୁ ଯଦି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ କରି ରଖିଥାନ୍ତୁ। ଏହାଦ୍ୱାରା ଆପଣ ରାସନ କାର୍ଡ଼ର ସମସ୍ତ ଲାଟେଷ୍ଟ ଅପଡ଼େଟ୍ ସର୍ବପ୍ରଥମେ ଆମର ଏହି ଚ୍ୟାନେଲ ମାଧ୍ୟମରେ ଜାଣିପାରିବେ। ତ ରହିଲି ନମସ୍କାର ଦର୍ଶକ ବନ୍ଧୁ, ଧନ୍ୟବାଦ।